ପାଟିକୁ ଅରୁଚି ଲାଗିଲେ କିମ୍ବା ମସଲା ତରକାରୀ ଖାଇ ବିରକ୍ତ ଲାଗିଲେ ବନାନ୍ତୁ ଗରମା ଗରମ ଗୋଲମରିଚ ଚାରୁ। ବିନା ଭୋକରେ ଭାତ କେତେବେଳେ ସରିଯିବ ଆପଣମାନେ ନିଜେ ବି ଜାଣିପାରିବେ ନାହିଁ। ସର୍ଦ୍ଦି କାଶ ଥଣ୍ଡାରୁ ବି ଉପଶମ ମିଳିବ। ଆପଣମାନେ ଏମିତି ସୁପ୍ ହିସାବରେ ବି ପିଇପାରିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମ କାମ ହେଲା ଚାରୁକୁ ଖଟା କରିବା ପାଇଁ ଅଳ୍ପ ତେନ୍ତୁଳି ନେବା। ଏଠି ମୁଁ 30 ଗ୍ରାମ ପାଖାପାଖି ତେନ୍ତୁଳି ନେଇଛି। ଏବେ ତେନ୍ତୁଳିରେ ଗରମ ପାଣି ଦେଇ 5ରୁ 10 ମିନିଟ୍ ବତୁରେଇ ଦେବା। ତେନ୍ତୁଳି ଟିକେ ବତୁରି ଗଲେ ଚାରୁ ବନେଇବା ପାଇଁ ସୁବିଧା ହେବ। ଆଜିର ଚାରୁ ପାଇଁ ଏଠି ମୁଁ ନେଇଛି 2ଟି ବଡ଼ ସାଇଜର ଟମାଟୋ। ଟମାଟୋକୁ ଟିକେ ଛୋଟ ଛୋଟ କରି କାଟି ଆଣିବା। ଚାଲନ୍ତୁ ଚାରୁ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି ଗୋଟେ ଛୋଟ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଗୋଟେ ଛୋଟ ଚାମଚ ବୁଟ ଡାଲି, ଗୋଟେ ଛୋଟ ଚାମଚ ବିରି ଡାଲି ଦେବା। ଅଳ୍ପ ବୁଟ ଡାଲି ବିରି ଡାଲି ଦେଲେ ଚାରୁ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଡାଲିକୁ ଭାଜିବା ପାଇଁ ଟିକେ ଅଧିକ ସମୟ ଲାଗିବ, ସେଥିପାଇଁ ପ୍ରଥମେ ଡାଲିକୁ ହାଲକା ଭାଜିବା। ଡାଲି ହାଲକା ଭାଜିଯିବା ପରେ ଅଧା ଛୋଟ ଚାମଚ ଛୋଟ ଦାନାବାଲା ସୋରିଷ, ଅଧା ଛୋଟ ଚାମଚ ଜିରା ଦେବା। ଜିରା ସୋରିଷ ଜଲ୍ଦି ଭାଜିଯିବ, ସେଥିପାଇଁ ଡାଲି ହାଲକା ଭାଜିଯିବା ପରେ ଆମେ ଜିରା ସୋରିଷକୁ ଦେବା। ତାପରେ ଜିରା ସୋରିଷକୁ ତେଲରେ ଫୁଟିବା ପାଇଁ ଛାଡ଼ିବା। ଜିରା ସୋରିଷ ଫୁଟିଯିବା ପରେ ବେଶ କିଛି ଭୃଷଙ୍ଗ ପତ୍ର 3-4 ପିସ୍ ହିଙ୍ଗୁ ଦେବା। ଭୃଷଙ୍ଗ ପତ୍ର ହିଙ୍ଗୁ ନିଶ୍ଚୟ ଦେବେ, ଜମା ବି ସ୍କିପ୍ କରିବେ ନାହିଁ। ଭୃଷଙ୍ଗ ପତ୍ର ହିଙ୍ଗୁ ଭାଜିଯିବା ପରେ କାଟି ନେଇଥିବା ଟମାଟୋକୁ ଦେବା। ତାପରେ ଟମାଟୋକୁ ମସଲା ସହିତ ଗୋଳେଇ ନେବା। ଗୋଳେଇ ସାରିବା ପରେ ଆମେ ଚାରୁରେ ଲୁଣ ଦେବା। ଆପଣମାନେ ଚାରୁରେ କେତେ ପାଣି ଦେବେ ସେହି ହିସାବରେ ଦେଖିକି ଲୁଣ ଦେବେ। ପ୍ରଥମେ ଅଳ୍ପ ଲୁଣ ଦେଇଥିବେ, ପରେ ଚାଖିକି ବି ଲୁଣ ଦେଇପାରିବେ। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ଚାରୁରେ ଭଲ କଲର ପାଇଁ ଗୋଟେ ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ରାଗ ପାଇଁ ପରେ ଗୋଲମରିଚ ଆଉ କଞ୍ଚା ଲଙ୍କା ଆମେ ବ୍ୟବହାର କରିବା। ଅପସନାଲ ଅଛି, ନଦେଲେ ବି ଚଳିବ, କିନ୍ତୁ ଦେଲେ ଚାରୁରେ ବହୁତ ବଢ଼ିଆ କଲର ଆସିବ। ସବୁ ଜିନିଷକୁ ଗୋଳେଇ ନେବା। ଏବେ ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ ରଖି 2ରୁ 3 ମିନିଟ୍ କଭର କରିବା, ଯାହାଦ୍ୱାରା ଟମାଟୋ ବହୁତ ଜଲ୍ଦି ନରମ ହେଇଯିବ। 3 ମିନିଟ୍ ପରେ ଏଇଠି ଦେଖନ୍ତୁ ଟମାଟୋ ଆମ ନରମ ହେଇଆସିଲାଣି। ଏବେ ଆମେ ଖଡ଼ିକାରେ ଟମାଟୋକୁ ଆଉ ଟିକେ ଦାବି ଦେବା। ଟମାଟୋ ଆଉ ଟିକେ ନରମ ହେଇଯିବ। ଟମାଟୋ ଭଲ ଭାବରେ ନରମ ହେଇଗଲେ ଚାରୁରେ ଖାଇବା ପାଇଁ ଭଲ ଲାଗିବ। ଟମାଟୋକୁ ଦାବି ସାରିବା ପରେ ଚାରୁ ପାଇଁ ପାଣି ଦେବା। ଏଇଠି ପାଖାପାଖି ମୁଁ 2 ଲିଟର ପାଣି ଦେଲି। ଆପଣମାନେ ଚାରୁରେ କେତେ ପାଣି ରଖିବେ ସେହି ହିସାବରେ ଦେଖିକି ପାଣି ଦେବେ। ପାଣି ଆପଣମାନେ ଥଣ୍ଡା ପାଣି, ଗରମ ପାଣି ଯେକୌଣସି ପାଣି ଦେଇପାରିବେ। ପାଣିକୁ ଟିକେ ଗୋଳେଇ ନେବା। ତାପରେ ସେପଟେ ଚାଲନ୍ତୁ ବତୁରେଇ ରଖିଥିବା ତେନ୍ତୁଳିକୁ ହାତରେ ଚକଟି ନେବା। ଚକଟି ସାରିବା ପରେ ତେନ୍ତୁଳିର ମଞ୍ଜି ଆଉ ଯାହା ବି ଚୋପା ବାହାରିବ ସେସବୁକୁ ବାହାରକୁ ଫୋପାଡ଼ି ଦେବା। ଆମକୁ କେବଳ ତେନ୍ତୁଳିର ପାଣି ଦରକାର। ଏବେ ତେନ୍ତୁଳି ପାଣି ରେଡ଼ି ହେଇଗଲା। ଏଇ ତେନ୍ତୁଳି ପାଣିକୁ ଆଣି ଆମେ ଚାରୁ ପାଣି ସହିତ ଦେବା। ସବୁ ଜିନିଷକୁ ଗୋଳେଇ ନେବା। ଏବେ ଆମେ ଗ୍ୟାସର ଫ୍ଲେମ୍ ହାଇ ରଖି ପାଣିକୁ କଭର କରିବା। ପାଣି ବହୁତ ଜଲ୍ଦି ଫୁଟିଯିବ। ସେପଟେ ଚାଲନ୍ତୁ ଚାରୁ ପାଇଁ ଗୋଟେ ସ୍ପେଶାଲ ମସଲା ବନେଇବା। ଗୋଟେ ହେମଦସ୍ତା ନେବା, ଗୋଟେ ବଡ଼ ଚାମଚ କଞ୍ଚା ଧନିଆ ଦେବା, ଗୋଟେ ବଡ଼ ଚାମଚ କଞ୍ଚା ଜିରା ଦେବା। ପ୍ରଥମେ ଜିରା ଆଉ ଧନିଆକୁ ଟିକେ ଖଦଡ଼ କରି ଗୁଣ୍ଡ କରିବା। ତାପରେ ଗୋଟେ ବଡ଼ ଚାମଚ ଗୋଲମରିଚ ଦେବା। ଗୋଲମରିଚ ଟିକେ ଅଧିକ ଦେବେ, ଯେହେତୁ ଗୋଲମରିଚ ଚାରୁ। ଗୋଲମରିଚ ଟିକେ ଭଲ କ୍ୱାଲିଟିରେ ନେବେ, ଚାରୁରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ତାପରେ ସବୁ ଜିନିଷକୁ ଆମେ ଭଲ ଭାବରେ ଗୁଣ୍ଡ କରିବା। ଟିକେ ଖଦଡ଼ ରହିଲେ ବି ଚଳିବ। ଗୁଣ୍ଡ କରିସାରିବା ପରେ ଚାରୁର ଟେଷ୍ଟ ବଢ଼ାଇବା ପାଇଁ 10-12ଟି ରସୁଣର ଚୋପା ରଖି ଛେଚିବେ। ରସୁଣରୁ ବହୁତ ବଢ଼ିଆ ବାସ୍ନା ବାହାରିବ। ତା ଛଡ଼ା ରାଗ ପାଇଁ ଏଇଠି ମୁଁ ଗୋଟେ କଞ୍ଚା ଲଙ୍କା ଦେଇଛି। ରାଗ ଯେତିକି ଖାଇବେ ସେହି ହିସାବରେ କଞ୍ଚା ଲଙ୍କା ଦେବେ। ତାପରେ କଞ୍ଚା ଲଙ୍କା ଆଉ ରସୁଣକୁ ସେ ମସଲା ସହିତ ଭଲ ଭାବରେ ଛେଚି ନେବା। ଏଇଠି ଦେଖନ୍ତୁ ରେଡ଼ି ହେଇଗଲା ଚାରୁ ପାଇଁ ସ୍ପେଶାଲ ମସଲା। ସେପଟେ ଚାଲନ୍ତୁ ଚାରୁ ପାଣିକୁ ଚେକ୍ କରିବା। ଦେଖନ୍ତୁ ଚାରୁରେ ଦେଇଥିବା ପାଣି ଭଲ ଭାବରେ ଫୁଟି ଆସିଲାଣି। ଏବେ ଆମେ ବନେଇ ନେଇଥିବା ସ୍ପେଶାଲ ଚାରୁ ମସଲାକୁ ଦେବା। ତା ସହିତ ବେଶ କିଛି ଭୃଷଙ୍ଗ ପତ୍ର ଦେବା। ଭୃଷଙ୍ଗ ପତ୍ର ଟିକେ ଅଧିକ ଦେବେ, ଭଲ ବାସ୍ନା ଆସିବ, ଟେଷ୍ଟ ବି ବହୁତ ବଢ଼ିଆ ଆସିବ। ତା ସହିତ ଗୋଟେ ମୁଠା ପାଖାପାଖି ଧନିଆ ପତ୍ର ନାଡ଼ ସହିତ ଦେବା। ନାଡ଼ ସହିତ ଦେବେ, ଚାରୁରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ଏବେ ଚାରୁର ଟେଷ୍ଟ ବଢ଼ାଇବା ପାଇଁ 1 ଇଞ୍ଚ ପାଖାପାଖି ଆମ୍ବକଷି ଅଦା ଦେବା। ଆମ୍ବକଷି ଅଦା ଯଦି ଥିବ ନିଶ୍ଚୟ ଦେବେ, ଦେଖିବେ ଚାରୁରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ତାପରେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିବା ପରେ ମିଡ଼ିୟମ ଫ୍ଲେମ୍ରେ ଚାରୁ ପାଣିକୁ 8ରୁ 10 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟେଇବା, ଯାହାଦ୍ୱାରା ଯେତିକି ମସଲା ଆମେ ଚାରୁରେ ଦେଇଥିଲେ ସବୁ ମସଲାର ଫ୍ଲେଭର ଚାରୁ ପାଣି ଭିତରକୁ ଆସିଯିବ। ଚାରୁର ଟେଷ୍ଟ ବହୁତ ବଢ଼ିଯିବ।
8-10 ମିନିଟ୍ ପରେ ଏଇଠି ଦେଖନ୍ତୁ ଚାରୁର କଲର୍ ପୁରା ଚେଞ୍ଜ ହେଇଯାଇଛି। ଯେତିକି ଜିନିଷ ଆମେ ଦେଇଥିଲେ ସବୁ ଜିନିଷ ଭଲ ଭାବରେ ସିଝି ଯାଇଛି। ଆପଣ ଚାହିଁଲେ ଏମିତି ଏଇ ଚାରୁକୁ ଖାଇପାରିବେ, କିନ୍ତୁ ଚାରୁର ଟେଷ୍ଟ ବଢ଼ାଇବା ପାଇଁ ଆମେ ଟିକେ ଛୁଙ୍କ ଦେବା। ଛୁଙ୍କ ଦେବା ପାଇଁ ଏଇଠି ମୁଁ 4-5ଟି ରସୁଣ, ଗୋଟେ କଞ୍ଚାଲଙ୍କା ନେଇଛି। ଆପଣମାନେ ଯେତିକି ରାଗ ଖାଇବେ ସେଇ ହିସାବରେ କଞ୍ଚାଲଙ୍କା ଦେବେ। ରସୁଣ କଞ୍ଚାଲଙ୍କାକୁ ଟିକେ ଦରଛେଚା କରି ଛେଚିବା। ତାପରେ ଗ୍ୟାସ୍ ଉପରେ ଗୋଟେ ଛୋଟ ତଡ଼କା ପ୍ୟାନ୍ରେ ଗୋଟେ ଛୋଟ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ ପଞ୍ଚଫୁଟଣ ଦେଇ ଭଲ ଭାବରେ ଫୁଟେଇବା। ଫୁଟଣ ଫୁଟିଯିବା ପରେ କଞ୍ଚାଲଙ୍କା ରସୁଣର ଛେଚାକୁ ଦେବା। ତାପରେ ରସୁଣ କଞ୍ଚାଲଙ୍କାକୁ ହାଲକା ଭାଜିବା। ତାପରେ 2ଟି ଶୁଖିଲା ଲଙ୍କା, ଅଳ୍ପ କିଛି ଭୃଷଙ୍ଗ ପତ୍ର ଦେବା। 2-3 ପିଞ୍ଚ ହିଙ୍ଗୁ ଦେବା। ଛୁଙ୍କରେ ସବୁ ଜିନିଷକୁ ହାଲକା ଭାଜିବେ, ବେଶୀ ପୋଡ଼ିବେ ନାହିଁ। ଏବେ ଆମ ଛୁଙ୍କ ରେଡ଼ି ହେଇଗଲା। ତାପରେ ଏଇ ଛୁଙ୍କକୁ ଆଣି ଫୁଟୁଥିବା ଗରମା ଗରମ ଚାରୁରେ ଦେବା। ସାଙ୍ଗେ ସାଙ୍ଗେ 1 ମିନିଟ୍ ପର୍ଯ୍ୟନ୍ତ କଭର କରି ରଖିବା, ଯାହାଦ୍ୱାରା ଛୁଙ୍କର ବାସ୍ନା ଚାରୁ ଭିତରେ ରହିବ। ତାପରେ ସବୁ ଜିନିଷକୁ ଗଳେଇ ନେବା। ଏବେ ଆମ ରେଡ଼ି ହେଇଗଲା ଗୋଲମରିଚ ଚାରୁ ବା ସାଉଥ୍ ଇଣ୍ଡିଆ ଫେମସ୍ ପେପର ରସମ। ଚାରୁର କନସିଷ୍ଟେନ୍ସି ଦେଖନ୍ତୁ, ଏତିକି ପାଣି ରଖିବେ। ଏତିକି ପାଣି ରହିଲେ ଚାରୁ ଖାଇବା ପାଇଁ ଭଲ ଲାଗିବ। ଆପଣମାନେ ବନାନ୍ତୁ, ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ଆପଣଙ୍କ କମେଣ୍ଟସ୍ ଅପେକ୍ଷାରେ ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।